नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज सन्धार खबर चलता नजर पकाइबा। प्रथम खबर नुआ वर्ष 2026 सारा देश में लक्ष लक्ष लोकों ପାଇଁ ଉପହାର ଦଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶର ଲକ୍ଷ ଲକ୍ଷ ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଭଲ ଖବର ଆସିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ପିଏନଜି ଆରପି ଗ୍ୟାସ ଶୁଳ୍କ କମାଇବା ପାଇଁ ଘୋଷଣା ହୋଇଛି, ଯାହା ଜାନୁଆରୀ 1 2026 ଠାରୁ ଲାଗୁ ହେବ। ତେବେ ଏକେ ତିୱାରୀ କହିଛନ୍ତି ନୂତନ ଶୁଳ୍କ ବ୍ୟବସ୍ଥା ଦ୍ୱାରା ଗ୍ୟାସ ଗ୍ରାହକ ମାନେ ପ୍ରତି ୟୁନିଟରେ 2 ରୁ 3 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହାର ଲାଭ ଗାଡ଼ିରେ ସିଏନଜି ବ୍ୟବହାର କରୁଥିବା ଲୋକମାନେ ଏବଂ ଘରେ ବ୍ୟବହାର କରୁଥିବା ପିଏନଜି ବ୍ୟବହାର କରୁଥିବା ପରିବାର ମାନେ ପାଇବେ। ତେବେ ଗ୍ୟାସ ଶୁଳ୍କ ପାଇଁ 3ଟି ଜୋନ୍ ଥିଲା, ସେଥିକୁ କମାଇ 2ଟି ଜୋନ୍ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ସିଏନଜି ଘରୋଇ ପିଏନଜି ଗ୍ରାହକଙ୍କ ପାଇଁ 54 ଟଙ୍କା ଧାର୍ଯ୍ୟ କରାଯାଇଛି, ପୂର୍ବରୁ ଯାହା 107 ଟଙ୍କା ଥିଲା। ପରବର୍ତ୍ତୀ ଖବର କମିବ କି ବିଧାୟକ ଦରମା? ବିଜେପି ବିଧାୟକ ଦଳ ବୈଠକର ପୁଣି ଆଉ ଗୋଟେ ବଡ଼ ନିଷ୍ପତ୍ତି। ବୈଠକରେ ବିଧାୟକ ଦରମା ବୃଦ୍ଧିକୁ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକ। ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲେଙ୍ଗ। ନିକଟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। ଏହି ଅର୍ଥକୁ ଓଡ଼ିଶାର ଗରିବ ଲୋକଙ୍କ ବିକାଶ କାର୍ଯ୍ୟରେ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ। ସେପଟେ ପୁନର୍ବିଚାର ହୋଇପାରେ ବିଧାୟକ ମାନଙ୍କର ଦରମା। ପରବର୍ତ୍ତୀ ଖବର ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜୀକରଣ। ଆପାର୍ଟମେଣ୍ଟରେ କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳର ପଞ୍ଜୀକରଣକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜୀକରଣକୁ ସହଜ କରିଛନ୍ତି। ଏଣିକି 20,000 ଟଙ୍କାରେ ରିଏଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜୀକରଣ କରାଯିବ। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। 2023 ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ତ ଆଇନ ଆସିବା ସତ୍ତ୍ୱେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣ ଏହା ବାଧକ ସୃଷ୍ଟି ହୋଇଥିଲା। ଏଣିକି 20,000 ଟଙ୍କାରେ ଆସୋସିଏସନ ବା ଅପଲିଟ ବାସଗୃହ କ୍ରେତାଙ୍କ ସଂଗ୍ରହ ନାଁରେ କମନ ଏରିଆ ପଞ୍ଜୀକରଣ ହୋଇପାରିବ। ଗତ ବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜୀକରଣକୁ ବ୍ୟସ୍ତବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ଦରମା ମିଳିବାର ଲିଖିତ ପ୍ରତିଶ୍ରୁତି ପରେ ବି ଆନ୍ଦୋଳନ ସ୍ଥଗିତ। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଠିକା ସଂସ୍ଥା ଦ୍ୱାରା ଆୟୋଜିତ ଆଟେଣ୍ଡାନ୍ସ ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଏହି କର୍ମଚାରୀ ଆଜି ଦରମା ମିଳିବାର ପ୍ରତିଶ୍ରୁତି ସମ୍ପୃକ୍ତ ଠିକା ସଂସ୍ଥା ନିକଟରୁ ମିଳିଛି। ନଭେମ୍ବର ମାସରେ ଦରମା ନ ମିଳିଥିବାରୁ ଗତକାଲି ସକାଳୁ ବନ୍ଦ ଆନ୍ଦୋଳନ କରିଥିଲେ କର୍ମଚାରୀମାନେ। ଏଥିଲାଗି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା ବହୁ ସମସ୍ୟା ଅସୁବିଧା ଦେଖାଯାଇଥିଲା। ପୁଣି ଏବେ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି ଆନ୍ଦୋଳନ। ପରବର୍ତ୍ତୀ ଖବର ସାରା ରାଜ୍ୟରେ ଅସହ୍ୟ ଶୀତ ଲହରୀ ଜାରି। 10 ଡିଗ୍ରୀ ତଳେ 10 ସହରର ତାପମାତ୍ରା। ତଳମୁହାଁ ପାରଦ ଯୋଗୁଁ ସାରା ରାଜ୍ୟରେ ଜାଡରେ ଥରୁଛି। ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା କାରଣରୁ ସନ୍ଧ୍ୟାରୁ ଶୀତ ମାଡ଼ି ଆସୁଛି। ଗତ 24 ଘଣ୍ଟାରେ ରାଜ୍ୟରେ 10ଟି ସହର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। ଗତ 24 ଘଣ୍ଟାରେ 5.7 ଡିଗ୍ରୀ ଏବଂ ଶିମିଳିଗୁଡ଼ା ରାଜ୍ୟରେ ମଧ୍ୟ ସବୁଠୁ ଥଣ୍ଡା ସହର ପାଲଟିଛି। ଗତ କିଛି ଦିନ ହେବ ସ୍ଥାନରେ ମଧ୍ୟ 2 ରୁ 3 ଡିଗ୍ରୀ ହ୍ରାସ ପାଇବାରୁ ଶୀତ ଅପେକ୍ଷାକୃତ ବଢିଛି। ଆଗାମୀ 2 ଦିନ ଯାଏଁ ଘନ କୁହୁଡି ସ୍ଥିତି ଜାରି ରହିବ। କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାକୁ ଘନ କୁହୁଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି କୁହାଯାଉଛି। ପରବର୍ତ୍ତୀ ଖବର ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ 42ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମୋହନ ମାଝୀ। ଏହି ଅଭିଭାଷଣ ପରେ ଅଭିଭାଷଣ ରଖି ଭାବ ବିହ୍ୱଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ। ନିଜ ଶିକ୍ଷକତାକୁ ଦିନକୁ ଦିନ ମନେ ପକାଇଥିଲେ। ଯେକୌଣସି ସରସ୍ୱତୀ ବିଦ୍ୟା ମନ୍ଦିରକୁ ଆସିଲେ ମତେ ମୋର ଘର ବାହୁଡା ପରି ଲାଗିଥାଏ ବୋଲି କହିଛନ୍ତି। ଉତ୍ତମ ଶିକ୍ଷା ପରିବେଶ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ଏହି ବିଦ୍ୟାଳୟ ରାଜ୍ୟରେ ସୁନାମ ରହିଛି। ସରସ୍ୱତୀ ବିଦ୍ୟା ମନ୍ଦିର ସମୂହ କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନାଇ ନଥାଏ, ବରଂ ବିଦ୍ୟାର୍ଥୀ ମାନଙ୍କ ଭାରତର ସଂସ୍କୃତି ପରମ୍ପରା ବିଷୟରେ ଶିକ୍ଷାଦାନ କରି ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ। ଏହି ବିଦ୍ୟାଳୟ ଯଥାର୍ଥରେ ମୁଁ ପ୍ରତିପାଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପରବର୍ତ୍ତୀ ଖବର ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟ ଡିଜାଇନ କରିଥିବା ପ୍ରସିଦ୍ଧ କଳାକାର ବା ମୂର୍ତ୍ତିକାରଙ୍କର ରାମ ସୁତାରଙ୍କର ପରଲୋକ ହୋଇଛି। 100 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ରାତିରେ ନୋଏଡା ସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ। ପରବର୍ତ୍ତୀ ଖବର ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ। ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫ୍ୟୁଏଲ ନିୟମ, ମାନେ ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ। ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି କଠୋର ପଦକ୍ଷେପ ନେଇଛନ୍ତି। ଏହା ବ୍ୟତୀତ କେବଳ ବିଏସଭିଆଇ ଅନୁପାଳନକାରୀ ଯାନ ଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। କେବଳ ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି। ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଯୋଗୁଁ କେନ୍ଦ୍ରୀୟ ପ୍ରଦୂଷଣ ନିୟମ ବୋର୍ଡ କହିଛି ଏକ୍ୟୁ ମାନ 284ରେ ପହଞ୍ଚିଛି। ତଥାପି ଲୋକମାନେ ଘରୁ ଯିବା ଆସିବା କରିପାରୁନାହାନ୍ତି। ସ୍କୁଲର ପିଲାମାନେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଘରେ ରହି ପାଠ ପଢୁଛନ୍ତି। ଅନଲାଇନରେ ପାଠ ପଢା ଯାଉଛି। 50% କର୍ମଚାରୀ ମାନେ ୱାର୍କ ଫ୍ରମ ହୋମରେ କାମ କରିବେ। ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କିଛି ଦିନ ହେଲାଣି ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ସେପଟେ ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ମଧ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି, ଘରେ ବସି ପାଠ ପଢିବେ। ପରବର୍ତ୍ତୀ ଖବର ଟଳି ପଡ଼ିଲେ 3 ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକନା ଜିଲ୍ଲାରେ ଗୋଲାଗୋଲି ଜଙ୍ଗଲରେ ମାଓବାଦୀ ମୁହାଁମୁହିଁ। ସୁରକ୍ଷା କର୍ମୀ ଗୁଳିରେ 3 ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷା କର୍ମୀଙ୍କୁ ବଡ ଧରଣର ଟାର୍ଗେଟ କରିବା ପାଇଁ ଯୋଜନା କରୁଥିଲେ। ଅପରେସନରେ ସାମିଲ ହୋଇଛନ୍ତି ଡିଆରଜି ଯବାନ। ଏବେ ବି ଗୁଳିମୟ ଜାରି ରହିଛି। ପରବର୍ତ୍ତୀ ଖବର ଦିନକୁ ଦିନ କୁହୁଡି ଏତେ ମାତ୍ରାରେ ବଢି ଚାଲିଛି ଯେ ଦୁର୍ଘଟଣା ହେଉଛି। ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ମଧ୍ୟ ଦିଲ୍ଲୀରେ। ପାଖାପାଖି 6ଟି ଗାଡି ପଛକୁ ପଛ ମଧ୍ୟ ମାଡ ହୋଇଛି। କୁହୁଡି ଯୋଗୁଁ ସୁରକ୍ଷିତ ଯାତ୍ରା କରିବା ପାଇଁ ଗାଡି ଚାଳକଙ୍କୁ ମ୍ୟୁଜିକ ସିଷ୍ଟମ ବନ୍ଦ ରଖିବା ସହିତ ଧୀର ଗତିରେ ଗାଡି ଚଳାଇବା ପାଇଁ କୁହାଯାଇଛି। ଥଣ୍ଡା ଯୋଗୁଁ କୁହୁଡି ହେଉଥିବାରୁ ରାସ୍ତାରେ ଗାଡି ଚଳାଇବା କଷ୍ଟକର ହୋଇଯାଉଛି। ଏଥିପାଇଁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢି ଚାଲିଛି। କୁହୁଡି ସମୟରେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ, ବା ତା ସହିତ ମଧ୍ୟ ଯଦି କରୁଛନ୍ତି ଯାତ୍ରା ଧୀର ସ୍ଥିର ଗାଡି ଚଳାନ୍ତୁ। ଅନ୍ୟ ମନସ୍କ ହୋଇ ଗାଡି ଚଳାନ୍ତୁ ନାହିଁ। ପରବର୍ତ୍ତୀ ଖବର ସରକାରଙ୍କର ବଡ ଘୋଷଣା, ବଢିଲା ଷ୍ଟାଇପେଣ୍ଡ। ବଢିଲା ଆୟୁର୍ବେଦିକ, ହୋମିଓପାଥି, ପିଜି ଡାକ୍ତର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ। ମୋହନ ସରକାର ନୂଆ ବର୍ଷରୁ ଆଗରୁ ଛାତ୍ରଛାତ୍ରୀଙ୍କୁ ଏହି ଖୁସି ଖବର ଦେଇଛନ୍ତି। ବିଭିନ୍ନ ସରକାରୀ ଆୟୁର୍ବେଦିକ, ହୋମିଓପାଥି କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କୁ ମିଳୁଥିବା ଷ୍ଟାଇପେଣ୍ଡ ବ୍ୟାପକ ବୃଦ୍ଧି କରିଛନ୍ତି ମୋହନ ସରକାର। ଆୟୁର୍ବେଦିକ, ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ଷ୍ଟାଇପେଣ୍ଡ 2026 ଜାନୁଆରୀ 1ରୁ ଲାଗୁ ହେବ। ଷ୍ଟାଇପେଣ୍ଡ ବୃଦ୍ଧି ନେଇକି ସିଏମଓର ମଧ୍ୟ ପକ୍ଷରୁ ସୂଚନା। ପିଜି କରୁଥିବା 120 ଜଣ ଛାତ୍ରଛାତ୍ରୀ ହେବେ ଉପକୃତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ରାସନ କାର୍ଡକୁ ନେଇକି ବଡ ଅପଡେଟ ଦେଇଛନ୍ତି ସରକାର। ଆସନ୍ତା ବା ନୂଆ ବର୍ଷଠାରୁ 15 ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାର ପକ୍ଷରୁ ରାସନ କାର୍ଡର କୌଣସି ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ବୋଲି ସରକାର ଶୁଣାଇଛନ୍ତି। ଏ ସୂଚନା ଦେଇଛନ୍ତି ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି କରଦାତା ଏବଂ ସରକାରୀ କର୍ମଚାରୀ ମୃତ ବ୍ୟକ୍ତିଙ୍କ ମାନଙ୍କୁ ମିଶାଇ 8,16,000 ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡରୁ ବାଦ ଦିଆଯାଇଛି। ସେମାନଙ୍କ ସ୍ଥାନରେ 6,39,000 ଯୋଗ୍ୟ ହିତାଧିକାରୀ ନୂଆ କାର୍ଡ ଦିଆଯାଇଛି। ଏହା ସହିତ ଆହୁରି 15,33,000 ଲୋକେ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ 15 ଲକ୍ଷ କାର୍ଡ ପାଇଁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ନୂଆ ବର୍ଷରୁ ହିତାଧିକାରୀଙ୍କ କାର୍ଡ ମଧ୍ୟ ଦିଆଯିବ। ପୂର୍ବ ସରକାର ସମୟରେ ବହୁ ଅଯୋଗ୍ୟ ରାସନ କାର୍ଡ ନେଉଥିବା ଅଭିଯୋଗ ହୋଇଥିଲା। ନୂଆ ସରକାର ଆସିବା ପରେ ଏହାକୁ ରୋକିବା ପାଇଁ ଇକେୱାଇସି ପ୍ରକ୍ରିୟା ଆରମ୍ଭ ହେଲା। ସରକାରୀ କର୍ମଚାରୀ କରଦାତା ମାନଙ୍କୁ ନିଜେ କାର୍ଡ ଫେରାଇବା ପାଇଁ ମଧ୍ୟ କୁହାଯାଇଥିଲା। ତେବେ ଚଳିତ ମାସ 31 ତାରିଖରେ ଇକେୱାଇସିର ଶେଷ ପ୍ରକ୍ରିୟା ରହିଛି। ପରବର୍ତ୍ତୀ ଖବର ଶିକ୍ଷା ଅନୁସନ୍ଧାନ ସୋୟା ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟର ବଡଦିନ ଅବସରରେ କେକ୍ ମିକ୍ସିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୋୟା ବୋର୍ଡ ଅଫ ଡାଇରେକ୍ଟର ସଦସ୍ୟ ଉପାସନା ନାୟକ ଅତିଥି ମଧ୍ୟ ଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ମଧ୍ୟରେ ଆନନ୍ଦ ଏବଂ ସକାରାତ୍ମକ ମନୋଭାବ ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଅବସରରେ ମେକଅପ୍ ଆର୍ଟିଷ୍ଟ ତା ସହିତ ମଧ୍ୟ ଶୈଳେନ୍ଦ୍ର ପ୍ରଧାନ ମିକ୍ସିଂ ପରମ୍ପରା ସହିତ କଥା ହୋଇଥିଲେ। ତେବେ 17ଶହ ଶତାବ୍ଦୀରେ ୟୁରୋପୀୟ ପରମ୍ପରା ଏହି ଚାଲୁଅଛି। ବଡଦିନରେ କେକ୍, ପୁଡିଂ ଏବଂ ଡ୍ରାଇ ଫ୍ରୁଟ୍, ଅଣ୍ଡା, ମଇଦା, ଚେରି, ଖଜୁରୀ, କ୍ରାଇମ୍ବିନ୍ ବିଭିନ୍ନ ପାନୀୟ ବ୍ୟବହାର କରାଯାଏ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଏବେ ଏସଏଚଏମର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମ ପାଳନ କରିଥିଲେ। ପରବର୍ତ୍ତୀ ଖବର ଆସନ୍ତା ଫେବୃଆରୀ 19, 2026 ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ପ୍ରାୟ 5,60,000 ଛାତ୍ରଛାତ୍ରୀ ପରୀକ୍ଷା ପ୍ରସ୍ତୁତିକୁ ସହଜ କରିବା ପାଇଁ
ପ୍ରକାଶ ପାଇବ ଏବେ ମ୍ୟାଟ୍ରିକ ଗାଇଡ ଦଶମ ସଂସ୍କରଣ। ନୂଆ ପରୀକ୍ଷା ଢାଞ୍ଚା ଅନୁଯାୟୀ ଏହି ଗାଇଡରେ ପ୍ରଶ୍ନ ଉତ୍ତର ନମୁନା ପ୍ରଶ୍ନ ରହିବ। ତା ସହିତ ଏଆଇ କ୍ୟାମେରା ମଧ୍ୟ ଲାଗିବ। କୌଣସି ପିଲା ଏପଟ ସେପଟ କଲେ ତୁରନ୍ତ ତା ଉପରେ ମଧ୍ୟ ଆକ୍ସନ ନିଆଯିବ। ଏପଟେ ମଧ୍ୟ କୁହାଯାଇଛି ବିଗତ 9 ବର୍ଷ ଧରି ଗାଇଡକୁ ସଚେତନ କରିବା ପାଇଁ ଅଭିଜ୍ଞ ଏବଂ ବିଶାରଦ ଶିକ୍ଷକ ମାନେ ଏହି କ୍ଲାସର ମଧ୍ୟ ସ୍ପର୍ଶ ଦେଉଛନ୍ତି। 2016-17 ଶିକ୍ଷାବର୍ଷ ରାଜ୍ୟରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଇତିହାସ ସୃଷ୍ଟି କରିଥିବା ପ୍ରମେୟ ମାଟ୍ରିକ ଗାଇଡ ଏବେ ପୂର୍ବ ବର୍ଷ ଭଳି ଏଥର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଆସ୍ଥା ଜିତିବାର ଆଗରେ ରହିଛନ୍ତି ବୋଲି ବିଶ୍ୱାସ କରାଯାଉଛି। ଏବେ ନୂଆ ଢାଞ୍ଚାରେ ହେବ ପରୀକ୍ଷା। ପରବର୍ତ୍ତୀ ଖବର, ପର୍ଯ୍ୟଟନର ନୂଆ ଯାତ୍ରା ଆରମ୍ଭ କଲା ଓଡ଼ିଶା। କୋଣାର୍କର କୀର୍ତ୍ତିରାଜ ମହାପ୍ରଭୁଙ୍କର ଶ୍ରୀ ଜଗନ୍ନାଥ ଲୀଳାଭୂମି ପୁରୀ ଏବଂ ଚିଲିକାର ନୀଳ ଜଳରାଶି ସମୁଦ୍ର ସ୍ୱାଦ ଉପଭୋଗ କଥା ହସ୍ତତନ୍ତ୍ର ସୁନ୍ଦର ପରିଚୟ ଏସବୁ ନେଇକି ଓଡ଼ିଶା ପର୍ଯ୍ୟଟନ ଦେଶର ଏକ ଉଦାହରଣ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା 2036 ସୁଦ୍ଧା ସମୃଦ୍ଧ ରାଜ୍ୟ 2047 ସୁଦ୍ଧା ବିକଶିତ ଭାରତ ଗଠନରେ ଅଗ୍ରଣୀ ଭୂମିକା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାରେ ପର୍ଯ୍ୟଟନ ଗୁରୁତ୍ୱ ଦେବା ପାଇଁ ଆଧାର ରୂପେ ଧରାଯାଇଛି। ଭିଜନ ଓଡ଼ିଶା ଅନୁଯାୟୀ ଏସିଆରେ ଶ୍ରେଷ୍ଠ 5ଟି ଇକୋ କଲଚରାଲ ଟୁରିଜିମ ହବ ମାଧ୍ୟମରେ ସ୍ଥାନ ପାଇବା ଏବଂ 15ଟି ଆଇକୋନୋମିକ ପର୍ଯ୍ୟଟନ ସ୍ଥଳ ବିକାଶ ଏବଂ 25 ଲକ୍ଷ ଜୀବିକା ସୃଷ୍ଟି ଲକ୍ଷ୍ୟ ମଧ୍ୟ ରଖାଯାଇଛି। ଇକୋ ଟୁରିଜିମ ହେରିଟେଜ ତା ସହିତ ୟାଟ କାରଭାନ ଏବଂ ବିଭିନ୍ନ ପ୍ରକାର ଟୁରିଜିମ ଭଳି ବିପୁଳ ସମ୍ଭାବନା ଅଛି ବୋଲି କୁହାଯାଉଛି, ଯାହାଫଳରେ ଓଡ଼ିଶା ଅଗ୍ରଗତି ମଧ୍ୟ ହେଉଛି। ଏହି ଲକ୍ଷ୍ୟ ପାଇଁ ପର୍ଯ୍ୟଟନ ବଜେଟ ରହିଛି 800 କୋଟି ଟଙ୍କାକୁ ଛୁଇଁଛି। ରାଜ୍ୟକୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆଗମନ ଲଗାତାର ଭାବେ ବଢୁଛି। ଉତ୍କର୍ଷ ଓଡ଼ିଶାକୁ ନେଇ ୟୁକେ ପର୍ଯ୍ୟନ୍ତ ଓଡ଼ିଶାର ପର୍ଯ୍ୟଟନ ପୁରସ୍କାର ମଧ୍ୟ ପ୍ରଶଂସା ସାଉଁଟୁଛି। ପରବର୍ତ୍ତୀ ଖବର, 2026 ସୁଦ୍ଧା ସାରା ଦେଶରେ ଲାଗୁ ହେବ MLFF ଟୋଲ ସିଷ୍ଟମ। କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି 2026 ଶେଷ ସୁଦ୍ଧା ଦେଶରେ ମଲ୍ଟି ନେଟଫ୍ଲିକ୍ସ ବା MLFF ଟୋଲ ସିଷ୍ଟମ ରହିବ। ଏଆଇ ଚାଳିତ ରାଜପଥ ପରିଚାଳନା ବ୍ୟବସ୍ଥା କରାଯିବ। ତେବେ ଯାନବାହନ ଗୁଡିକ ଘଣ୍ଟାକୁ 80 କିଲୋମିଟର ବେଗରେ ଟୋଲ ପାରି କରିପାରିବେ। ଗଡକରୀ କହିଛନ୍ତି MLFF ସିଷ୍ଟମ ଯୋଗୁଁ 1500 କୋଟି ଟଙ୍କା ସଞ୍ଚୟ ରହିବ। ତା ସହିତ କେନ୍ଦ୍ର ସରକାର ଦ୍ୱାରା ରାଜସ୍ୱରେ 6000 କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଫାସ୍ଟ୍ୟାଗ ପରେ ଏହାକୁ ଟୋଲ ବ୍ୟବସ୍ଥାରେ ସବୁଠାରୁ ଅଧିକ ସୁଧାର ଆସିବ ବୋଲି କୁହାଯାଉଛି। ତା ସହିତ ଏଆଇ କ୍ୟାମେରା ଲାଗିବ, ଅଟୋମେଟିକ ଚାଲାଣ ମଧ୍ୟ କଟିବ। ପରବର୍ତ୍ତୀ ଖବର ହେଉଛି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହିତ କାମ କରୁଛନ୍ତି। କେନ୍ଦ୍ର ପ୍ରାଥମିକ ଶିକ୍ଷା ବର୍ଷ ପାଇଁ ଚଳିତ ବର୍ଷ ବଜେଟରେ ରେକର୍ଡ ପରିମାଣ 31,000 କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି। ଏଣିକି ଠିକାରେ ଶିକ୍ଷକ ନିଯୁକ୍ତି ହେବ ନାହିଁ। ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ 3 ବର୍ଷ ମଧ୍ୟରେ 45,000 ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ନୀଳକଣ୍ଠ ନଗରରେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବରେ ଏସବୁ କହିଛନ୍ତି। ପ୍ରାଥମିକ ସ୍ତରରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କଲେ ପିଲାମାନେ ଆଗକୁ ଭବିଷ୍ୟତ ବହୁତ ଭଲ ହେବ। ପ୍ରଥମ ପର୍ଯ୍ୟାୟରେ 2200 ସ୍କୁଲ ମଧ୍ୟରେ ଅନୁମୋଦନ ଦେଇଛି। ସିବିଏସ୍ଇ ଏବଂ ଆଇଏସ୍ ଢାଞ୍ଚାରେ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପରବର୍ତ୍ତୀ ଖବର ହେଉଛି ଆଉ ଭିଡ ଭିତରେ ଫସିବନି ଆମ୍ବୁଲାନ୍ସ। ଏ ନେଇକି ପୂର୍ତ୍ତ ବିଭାଗ ସମୀକ୍ଷା ବୈଠକ ପରେ ବଡ ନିଷ୍ପତ୍ତି ନେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଖଣ୍ଡଗିରିରୁ ଏମ୍ସ ଯାଏଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ହେବ। ବୈଠକରୁ ଖଣ୍ଡଗିରି କଳିଙ୍ଗନଗର ଯାଏଁ ଲେନ୍ 3 ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ମଧ୍ୟରୁ ଲେନ୍ସ ଆମ୍ବୁଲାନ୍ସ ପାଇଁ ମଧ୍ୟ ରିଜର୍ଭ ହେବ। ତେବେ ଏମ୍ସକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ ଏମ୍ସ ନିର୍ଦ୍ଦେଶକ ଅନୁରୋଧ କରିଥିଲେ। ଏବେ ଖଣ୍ଡଗିରି ଛକ ଅତିକ୍ରମ ପରେ ସିଧାସଳଖ ଏମ୍ସରେ ପହଞ୍ଚିବ ବୋଲି କୁହାଯାଉଛି, ଯାହାଫଳରେ ଆଉ ରୋଗୀମାନେ ହଇରାଣ ହେବେ ନାହିଁ। ପରବର୍ତ୍ତୀ ଖବର ହେଉଛି ଭାରତୀୟ ରେଳପତ୍ର 6117 ରେଳ ଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ। ରେଳ ଷ୍ଟେସନରେ ଏହି ସେବା ଗୁଡିକ ମନ୍ତ୍ରାଳୟ ପକ୍ଷରୁ ଏକ ପୃଥକ ପାଣ୍ଠି ମଞ୍ଜୁର କରାଯାଇ ନାହିଁ। କିନ୍ତୁ ଓଟିପି ପାଇଁ ବ୍ୟବହୃତ ହେଉଥିବା ମୋବାଇଲ ନମ୍ବର ବ୍ୟତୀତ ରେଳ ଷ୍ଟେସନରେ ପ୍ରଦାନ କରାଯାଉଥିବା ୱାଇଫାଇ ସେବା ବ୍ୟବସ୍ଥା କରିବା ପାଇଁ ଏବେ ବ୍ୟକ୍ତିଗତ ସୂଚନା ମଗାଯାଇ ନାହିଁ। ତେବେ କୁହାଯାଉଛି ଷ୍ଟେସନରେ ୱାଇଫାଇ ସୁବିଧା ସମସ୍ତ ସମ୍ପର୍କରେ କୌଣସି ସମସ୍ୟା ଆସିଲେ ରେଳ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ରେଳ ସଂସ୍ଥା କୌଣସି ପ୍ରକାର ବ୍ୟକ୍ତିଗତ ସମସ୍ୟା ମାଗେ ନାହିଁ। କେବଳ ମୋବାଇଲ ନମ୍ବର ଓଟିପି ଦେଲେ ଆପଣମାନେ ଚଲାଇ ପାରିବେ। ଯଦି ଆଉ କୌଣସି ସମସ୍ୟା ହେଉଛି ତୁରନ୍ତ ଆପଣମାନେ ଅଭିଯୋଗ ମଧ୍ୟ କରିପାରିବେ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।